हेलो साଙ୍ଗମାନେ କ'ଣ କରୁଛନ୍ତି? ଆଉ ଆଜି ତ 7ଟା ବେଳେ ହିଁ ଡ୍ୟୁଟି ପଳେଇଥିଲି, ସେଥିପାଇଁ 4ଟା ବେଳେ ହିଁ ପଳେଇ ଆସିଛି। ଆଉ ଆସିଲି ଯେ ଏତେ ଖରାରେ ଆସିଲେ ପୁଣି ଏତେ ଭୋକ ବି ଲାଗୁଥିଲା। ଆସିକି ଦେଖୁଛି ରୁମ୍ରେ କିଛି ଖାଇବା ନାହିଁ। କ'ଣ କରିବି ମୋ ମୁଣ୍ଡରେ କିଛି ପଶିଲାନି। ଲାଷ୍ଟରେ ମୁଁ ଚା ବସେଇଦେଲି ପୁଣି ଭାବୁଛି ଏବେ ଚା ତ ହେଇସାରିଛି ଦେଖ, କିନ୍ତୁ ମୁଁ ତାକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ି ଦେଇଛି। ଖରାରେ ଆସିଲି ପୁଣି ଚା ପିଇବି, ଦେହ ଖରାପ ହେବ। ଆଉ କ'ଣ ସବୁଦିନ ଗୋଟେ ଟାଇମ୍, ଆମର ପ୍ରାୟ ଗୋଟେ ଟାଇମ୍ ହିଁ ଥାଏ ନା, 8:30ରୁ 5ଟା। ତ ବେଳେବେଳେ ଟାଇମ୍ ଚେଞ୍ଜ ହେଇଯାଏ, 7ଟାରୁ 4ଟା ସେମିତି। ଆଉ ଟିକେ ଏପଟ ସେପଟ ହେଲେ ଭାରି କଷ୍ଟ ଲାଗେ, ଯିବା ପାଇଁ ବି କଷ୍ଟ, ଆସିବା ପାଇଁ ବି କଷ୍ଟ। କାହିଁକିନା 7ଟାରେ ହେଲେ ଟିକେ ଜଲ୍ଦି ଉଠିବା ପାଇଁ ପଡ଼ିବ, ଆଉ ଖରାରେ ଟିକେ ଆସିବା ପାଇଁ ପଡ଼ିବ। ସେଥିପାଇଁ ତ ସାଙ୍ଗମାନେ, ମୁଁ ତ ମୋ ଚା ପିଇବି। ରଖୁଛି, ବାଏ ବାଏ।